ନାଇଁ ଦେଖନ୍ତୁ ଆଜି ଯେଉଁ 5T ବାବଦରେ ବିଧାନସଭାରେ ଯେଉଁ ପ୍ରଶ୍ନକାଳ ସମୟରେ କଥା ଆସିଥିଲା ବିଶେଷ କରି ତତ୍କାଳୀନ ସରକାର ସମୟରେ 5T ଆଧାରରେ ସ୍ମାର୍ଟ କ୍ଲାସରୁମ୍ ଏବଂ କମ୍ପ୍ୟୁଟରକରଣ କରିବା ଏବଂ ଫର୍ଣ୍ଣିଚରଠୁ ଆରମ୍ଭ କରି ବିଭିନ୍ନ ଆନୁଷଙ୍ଗିକ ଯେଉଁ ଦ୍ରବ୍ୟ ସବୁ କିଣା ହେଇଛି ସେଇଥିରେ ପ୍ରସଙ୍ଗ ଉଠିଲା ଯେ ଅନେକ ଦୁର୍ନୀତି ହେଇଛି। କାରଣ ଅନେକ ଜାଗାରେ ରଙ୍ଗ ମାରିକିରି ବିଲ୍ଡିଂ ଫାଟ ଅଛି ଏବଂ ଅନେକ ଜାଗାରେ ଫର୍ଣ୍ଣିଚର ଦୁର୍ବଳ ଅବସ୍ଥାରେ ଭାଙ୍ଗି ଯାଇଛି, କମ୍ପ୍ୟୁଟର ଠିକ୍ ଭାବରେ ଚାଲୁନାହିଁ। ଏହି କାରଣରୁ ମୁଁ ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀକୁ ତ ନଜରକୁ ଆଣିବି ନିଶ୍ଚିତ, ତା ସହିତ ଶୂନ୍ୟ ଏଇ ଯେଉଁ ପ୍ରଶ୍ନକାଳ ସମୟରେ ମୁଁ ମାନ୍ୟବର ମନ୍ତ୍ରୀ ମହୋଦୟଙ୍କୁ ମୁଁ କହିଲି ଏ ବାବଦରେ ତଦନ୍ତ କରିଛନ୍ତି କି ନାହିଁ, ଯଦି କରିନାହାନ୍ତି ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉ, এইটা ହିଁ ଥିଲା ମୋର ପ୍ରଶ୍ନ। ତେଣୁ ମୁଁ ତ ନିଶ୍ଚିତ ଭାବରେ ଆଜି ବିଧାନସଭାରେ ଏ କ୍ୱେଶ୍ଚନ୍ର ଭାଗ ନେଇଥିଲି, ତା ସହିତ ଲିଖିତ ଆକାରରେ ମୁଁ ନିଶ୍ଚିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଆମ ମନ୍ତ୍ରୀ ବିଭାଗୀୟ ମନ୍ତ୍ରୀକୁ ମୁଁ ଲିଖିତ ଆକାରରେ ଦେବି। ଏହା ଉପରେ ତଦନ୍ତ କରିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।